ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଅନିୟମିତତା ଘେରରେ। ଆଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମିଳୁନି ଉତ୍ତମ ସ୍ୱାସ୍ଥ୍ୟ ସେବା। ଆଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ 50,000ରୁ ଅଧିକ ଜନସାଧାରଣ ନିର୍ଭର କରନ୍ତି। ଆଠମଲ୍ଲିକବାସୀଙ୍କ ସମେତ ପାଖ ପଡ଼ୋଶୀ ବୌଦ୍ଧ ଜିଲ୍ଲାର ବାସିନ୍ଦା ଧଳପୁର ହରଭଙ୍ଗା ଅଞ୍ଚଳବାସୀ ମଧ୍ୟ ଆଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରନ୍ତି। ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବରେ ଆଠମଲ୍ଲିକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ହେବା ସହ ଅସହ୍ୟ ତାତି ଅନୁଭୂତ ହେଉଛି। ଏହି ପରିପ୍ରେକ୍ଷୀରେ ଆଠମଲ୍ଲିକ ଅଞ୍ଚଳର ବାରମ୍ବାର ବିଦ୍ୟୁତ୍ କାଟ ହେଉଥିଲେ ମଧ୍ୟ ଆଠମଲ୍ଲିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଚିକିତ୍ସା ହେଉଥିବା ରୋଗୀ ଅସହ୍ୟ ଗରମ ଗୁଳିଗୁଳିରେ ଛଟପଟ ହେଉଥିବା ନଜିର ଆସୁଛି। କିନ୍ତୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଡିଜି କରେଣ୍ଟର ବ୍ୟବସ୍ଥା ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଅଧିକାରୀମାନେ ମଧ୍ୟ ତାହା ବ୍ୟବହାର ନ କରି ରୋଗୀମାନଙ୍କୁ ଅନ୍ଧାର ଭିତରେ ରଖୁଥିବା ଓ ଗରମରେ ଛଟପଟ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାର ସ୍ପଷ୍ଟ ଚିତ୍ର ଉପରେ ନଜର ପକାନ୍ତୁ, ଯାହାଫଳରେ ଛୋଟ ଶିଶୁଠୁ ଆରମ୍ଭ କରି ବୃଦ୍ଧା ରୋଗୀ ପର୍ଯ୍ୟନ୍ତ ଅତ୍ୟଧିକ ଗରମରେ କଲବଲ ହେଉଥିବା ନଜିର ଆସୁଛି। ଅନ୍ୟପଟେ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତରମାନଙ୍କୁ ନେଇ ଢାବାରେ ଖୁଲମଖୁଲା ମଦ୍ୟପାନ କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବଂ ମଦ୍ୟପାନ କରି ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ନାମରେ ଅଭିଯୋଗ ହେଉଛି। ନିକଟରେ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ବେଡସିଟ୍ ସହିତ ନିଜର ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଛି। ମଦ୍ୟପାନ କରିବା ଡାକ୍ତରଙ୍କର ବ୍ୟକ୍ତିଗତ କଥା ହେଉଥିବା ବେଳେ ଢାବାରେ ଜଣେ ଶିକ୍ଷିତ ଡାକ୍ତର ସମାଜକୁ କି ବାର୍ତ୍ତା ଦେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେପଟେ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡ ମାଗଣା ଥିବା ବେଳେ 700ରୁ 800 ଟଙ୍କା ନେଉଥିବା ଅଭିଯୋଗ ହେଉଛି, ଯାହାକୁ ନେଇ ଅଞ୍ଚଳବାସୀ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉପରେ ତଦନ୍ତ ପାଇଁ ଦାବି କରିଛନ୍ତି। ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମନମାନି କାର୍ଯ୍ୟ ଚାଲୁଥିବା ନେଇ ଓ କାର୍ଯ୍ୟରତ ଡାକ୍ତରଙ୍କର ଏଭଳି ମଦ୍ୟପାନ ସୋସିଆଲ ମିଡ଼ିଆରେ ଭାଇରାଲ ଦେଖି ଆଠମଲ୍ଲିକର ବୁଦ୍ଧିଜୀବୀ ଅନୁଗୁଳ ଜିଲ୍ଲାବାସୀ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ତାଙ୍କ ଉପରେ ସରକାରୀ ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବାର ଦୃଢ଼ ଚେତାବନୀ ଦେଇଛନ୍ତି। भाई कौन आपन को केमती व्यवहार करछन मेडिकल रे तू तार माने तांग एडी छिड़ा होनो गोटे पेशेंट जदी एक्सीडेंट होई जाउची तब माने बाहर छिड़ा करियो। अच्छा कोन दियो केमती भद्रामी केमती मेडिकल भद्रामी तो या तू तार बेबा। ଅନୁଗୁଳ ଜିଲ୍ଲାରୁ ବ୍ୟୁରୋ ହେଡ୍ ହରକୃଷ୍ଣ ନାୟକଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।